देखो शिखरे आपणଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା। ଦୁର୍ଗାପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ 11% ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର 4 ଲକ୍ଷ କର୍ମଚାରୀ ଓ 3.5 ଲକ୍ଷ ପେନ୍ସନଭୋଗୀ ଉପକାର ପାଇବେ। ଏହାଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା 17%ରୁ ବଢ଼ି 28%ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ମାସରୁ ପିଛିଲା ଭାବରେ 11% ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ। ବକେୟା 3 ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ। ନମ୍ବର 2, ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ। ଅଶ୍ୱିନୀ ପଣ୍ଡା ଟପର। ଓଡ଼ିଶା ଲୋକସେବା ଆୟୋଗ ଅର୍ଥାତ୍ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ପରୀକ୍ଷାଫଳ 2019 କାଲି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଅଶ୍ୱିନୀ କୁମାର ପଣ୍ଡା ଟପର ହୋଇଛନ୍ତି। ସେହିପରି ଅଙ୍କୁର ଅଭିଳାଷ ଦ୍ୱିତୀୟ ଏବଂ ରଶ୍ମିରେଖା ପାତ୍ରଙ୍କୁ ତୃତୀୟ ରାଙ୍କ ମିଳିଛି। ଏଥର ଓପିଏସ୍ସି ଓଏଏସ୍ ପରୀକ୍ଷାରେ 153 ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 53 ଜଣ ମହିଳା ରହିଛନ୍ତି। କୋଭିଡ୍-19 କାରଣରୁ ଏହା ବିଳମ୍ବ ହୋଇଥିଲା, ଯାହା କାର୍ଯ୍ୟସୂଚୀ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ନମ୍ବର 3, ମାରିଆ ରେସା ଓ ଦିମିତ୍ରି ମୋରାଟୋଭଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଫିଲିପାଇନ୍ସର ସାମ୍ବାଦିକା ମାରିଆ ରେସା ଏବଂ ରୁଷର ସାମ୍ବାଦିକ ଦିମିତ୍ରି ମୋରାଟୋଭଙ୍କୁ କାଲି ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ନରୱେ ନୋବେଲ କମିଟିର ସଭାପତି ବେରିଟ୍ରିସ୍ ଆଣ୍ଡରସେନ୍ କହିଛନ୍ତି ଯେ ବାକ୍ ସ୍ୱାଧୀନତାକୁ ସୁରକ୍ଷା ଦେବାକୁ ଦୁହେଁ ଫିଲିପାଇନ୍ସ ଏବଂ ରୁଷରେ କରିଥିବା ପ୍ରୟାସ ପାଇଁ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ବେରିଟ୍ରିସ୍ ଆଣ୍ଡରସନ୍ ଆହୁରି ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତା ଦିନକୁ ଦିନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ମାରିଆ ରେସା ଏବଂ ଦିମିତ୍ରି ମୋରାଟୋଭ୍ ବାକ୍ ସ୍ୱାଧୀନତାକୁ ସୁରକ୍ଷା ଦେଉଥିବା ସାମ୍ବାଦିକଙ୍କ ପ୍ରତିନିଧି ପାଲଟିଛନ୍ତି। ନମ୍ବର 4, ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ। ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଅର୍ଥାତ୍ ଜିଆଇଏସ୍ ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ 4,800 ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍ ପେ ପାଉଥିବା କର୍ମଚାରୀମାନଙ୍କୁ ଜିଆଇଏସ୍ ବାବଦରେ 7,500 ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା 20,000 ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି 5,400 ଟଙ୍କା ଓ ଚତୁର୍ଥ ଗ୍ରେଡ୍ ପେ ପାଉଥିବା କର୍ମଚାରୀମାନଙ୍କ ଜିଆଇଏସ୍ ବାବଦ ଦେୟକୁ 12,000 ଟଙ୍କାରୁ 30,000 ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନାରେ 4800 ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍ ପେ ପାଉଥିବା କର୍ମଚାରୀ ପରିବାରକୁ 4 ଲକ୍ଷ ଟଙ୍କା ଏବଂ 5,400 ବା ଚତୁର୍ଥ ଗ୍ରେଡ୍ ପେ ପାଉଥିବା କର୍ମଚାରୀମାନଙ୍କ ପରିବାରକୁ 6 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଅନ୍त्यେଷ୍ଟି କ୍ରିୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବକ 5,000 ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ 10,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଜିଆଇଏସ୍ ଦେୟ ପୂର୍ବପରି 10ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ। ପାଣିପାଗ ସୂଚନା। କାଳବୈଶାଖୀ 11 ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବହୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଏଯାବତ୍ ଆରମ୍ଭ ହୋଇନାହିଁ। ଏ ସ୍ଥିତିରେ ଆସନ୍ତା ଅକ୍ଟୋବର 10 ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହେବା ସହ ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆଗାମୀ 3ରୁ 4 ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ନମ୍ବର 6, ଶପଥ ନେଲେ ଓଡ଼ିଶା ହାଇକୋର୍ଟର ଆଉ 2 ନୂଆ ବିଚାରପତି। କାଲି ଓଡ଼ିଶା ହାଇକୋର୍ଟର ଆଉ 2 ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି। 2 ନୂଆ ବିଚାରପତି ଭାବେ ଜଷ୍ଟିସ୍ ଯଶୱନ୍ତ ସିଂ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା 10ଟା-15ରେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ନୂତନ କନଫରେନ୍ସ ହଲ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା 27 ହୋଇଥିବା ବେଳେ ଆସିଥିବା 2 ବିଚାରପତିଙ୍କ ଶପଥ ଗ୍ରହଣ ପରେ ଏହି ସଂଖ୍ୟା 14ରେ ପହଞ୍ଚିଛି। ନମ୍ବର 7, 18,000 କୋଟି ଟଙ୍କାରେ ଏୟାର ଇଣ୍ଡିଆ ବିଡ୍ ଜିତିଲା ଟାଟା ସନ୍ସ। ଏୟାର ଇଣ୍ଡିଆକୁ ମିଳିଲା ନୂଆ ମାଲିକ। ଅନେକ ସଂଘର୍ଷ ପରେ ଏବେ ଏୟାର ଇଣ୍ଡିଆ ବିଡ୍ ଜିତିଛି ଟାଟା ସନ୍ସ। ସ୍ପାଇସଜେଟ୍ର ଅଜୟ ସିଂଙ୍କୁ ପଛରେ ପକାଇ କମ୍ପାନୀ ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀକୁ 18,000 କୋଟି ଟଙ୍କାରେ କିଣିଛି। ଏୟାର ଇଣ୍ଡିଆ ହାତକୁ ଆସିବା ପରେ ଏବେ ଟାଟା ସନ୍ସ 3ଟି ଏୟାରଲାଇନ୍ସର ମାଲିକ ପାଲଟିଛି। ଏୟାର ଇଣ୍ଡିଆ ପାଇଁ ଟାଟା ସନ୍ସ 18,000 କୋଟି ଟଙ୍କାର ବିଡ୍ କରିଥିବା ବେଳେ ଅଜୟ ସିଂଙ୍କ 15,100 କୋଟି ଟଙ୍କାର ବିଡ୍ କରିଥିଲେ। ତେବେ ଏୟାର ଇଣ୍ଡିଆର ମାଲିକାନା ପାଇବା ପରେ ଟାଟା ସନ୍ସ ଏହାର ନାଁ ଏବଂ ଲୋଗୋକୁ 5 ବର୍ଷ ପର୍ଯ୍ୟନ୍ତ ବଦଳି ପାରିବ ନାହିଁ। ଟାଟା ସନ୍ସ ଚାହିଁଲେ 5 ବର୍ଷ ପରେ ଏୟାର ଇଣ୍ଡିଆର ନାଁ ଏବଂ ଲୋଗୋକୁ ବଦଳି ପାରିବ। ନମ୍ବର 8, ଗୁଆହାଟୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ହାତେଇ ନେଲା ଆଦାନୀ ଗ୍ରୁପ। ବ୍ୟାପକ ତଥା ଦୀର୍ଘ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବାରଦୋଲାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା, ବିକାଶ ଏବଂ କାର୍ଯ୍ୟ କାଲି ଏକ ସୀମିତ ସମାରୋହରେ ଆଦାନୀ ଗୁଆହାଟୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍କୁ ହସ୍ତାନ୍ତର କରାଯାଇଛି। ଉଲ୍ଲେଖଯୋଗ୍ୟ, ଉତ୍ତର ପୂର୍ବ ଭାରତର ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଚଳାଇବା ପାଇଁ ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରି ଗୌତମ ଅଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ବିମାନବନ୍ଦର ହୋଲ୍ଡିଂ ଲିମିଟେଡ୍ ଏହାକୁ
ହାତେଇ ନେଇଥିଲା। ନମ୍ବର 9 ଆଜିଠୁ ନନ୍ଦନକାନନରେ ଗଡ଼ିବ ଟୟ ଟ୍ରେନ୍। ଆଜିଠୁ ପୁଣି ଥରେ ନନ୍ଦନକାନନରେ ଟୟ ଟ୍ରେନ୍ରେ ବସି ଚିଡ଼ିଆଖାନା ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ। 7 ବର୍ଷ ପରେ ଟ୍ରାକ୍ରେ ଗଡ଼ିବ ଟୟ ଟ୍ରେନ୍। ଆଜି 11:30ଟାରେ ଏହାର ଲୋକାର୍ପଣ ହେବ। ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ବସିପାରିବେ। ନନ୍ଦନକାନନରେ ବୁଲାବୁଲିରେ ନିଆରା ଅନୁଭୂତି ଆଣିଦେବ ଟୟ ଟ୍ରେନ୍। MCL ଆର୍ଥିକ ସହାୟତାରେ ନନ୍ଦନକାନନ ଭିତରେ ନିର୍ମାଣ ହୋଇଛି 1.2 କିଲୋମିଟର ଟ୍ରାକ୍, ବୁଲେଟ୍ ଟ୍ରେନ୍ ଓ ଷ୍ଟେସନ। ଟୟ ଟ୍ରେନ୍ରେ ଅଛି 4ଟି ବଗି। ଥରକେ 72 ଜଣ ଯାତ୍ରୀ ଟ୍ରେନ୍ରେ ବସି ଚିଡ଼ିଆଖାନାରେ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ପ୍ରତି ବଗିରେ 2ଟି ସିଟ୍ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ରହିଛି। ନମ୍ବର 10 ଦଶହରା ପାଇଁ ଅକ୍ଟୋବର 10ରୁ 20 ଯାଏଁ ସ୍କୁଲ ଛୁଟି। ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର 10ରୁ 20 ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ନବମ, ଦଶମ, ଦ୍ୱାଦଶ ଶ୍ରେଣୀ ଅକ୍ଟୋବର 21 ତାରିଖରୁ ପୁନର୍ବାର ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଏବଂ କୋଭିଡ୍-19 ମହାମାରୀ ପାଇଁ ଅନୁସୃତ କଟକଣା ଅନୁପାଳନ ପୂର୍ବକ ଖୋଲିବ। ଏହି ମର୍ମରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜଣାଇ ଦେବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 11 ହାତୀ ସୁରକ୍ଷା ପାଇଁ ହେବ ସୋଲାର ଫେନ୍ସିଂ। ଦିନକୁ ଦିନ ବଢ଼ୁଛି ହାତୀ ମୃତ୍ୟୁ ସଂଖ୍ୟା। ଗାଁରେ ପଶି ହାତୀ ଆକ୍ରମଣ କରି ଲୋକଙ୍କୁ ମାରିବା ସହ ବହୁ ହାତୀମାନଙ୍କର ମୃତ୍ୟୁ ମଧ୍ୟ ହେଉଛି। ହାତୀ ସୁରକ୍ଷାକୁ ନେଇ PCCF ଶଶି ପଲଙ୍କ ସୂଚନା। କେନ୍ଦ୍ରମନ୍ତ୍ରୀଙ୍କ ଆସାମ ଢାଞ୍ଚାରେ ହାତୀ ରକ୍ଷଣ ଯୋଜନା ଉପରେ ପ୍ରତିକ୍ରିୟା ରଖିଛନ୍ତି PCCF। ହାତୀ ରକ୍ଷଣ ପାଇଁ ସୋଲାର ଫେନ୍ସିଂ ଯୋଜନା କରାଯାଉଛି। ସୋଲାର ଫେନ୍ସିଂ ଯୋଜନାରେ ପୂର୍ବରୁ ରକ୍ଷଣାବେକ୍ଷଣ ହୋଇପାରୁନଥିଲା। ରାଜ୍ୟ ସରକାର ଏଥର ଲୋକଙ୍କ ଭାଗିଦାରୀକୁ ଗୁରୁତ୍ୱ ଦେଇଛନ୍ତି। ମଣିଷ ହାତୀ ଭିତରେ ସମସ୍ୟା ଥିଲେ ସେଇଠି ପ୍ରାଥମିକ ସ୍ତରରେ ଫେନ୍ସିଂ କରାଯିବ। ଗାଁ ଲୋକ 10% ଖର୍ଚ୍ଚ କରିବେ, 90% ରାଜ୍ୟ ସରକାର ଖର୍ଚ୍ଚ କରିବେ। ହେଲେ କେଉଁଠି ହେବ ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ନମ୍ବର 12 ରେପୋ ରେଟ୍ 4%, ରିଭର୍ସ ରେପୋ 3.3%ରେ ଅପରିବର୍ତ୍ତିତ। ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ପ୍ରଣୟନକାରୀ କମିଟି ରେପୋ ଏବଂ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। କମିଟିର ଦ୍ୱିମାସିକ ସମୀକ୍ଷା ବୈଠକର ନିଷ୍କର୍ଷ ସମ୍ପର୍କରେ ପ୍ରକାଶ କରି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ରେପୋ ରେଟ୍ 4% ଏବଂ ରିଭର୍ସ ରେପୋକୁ 3.35%ରେ ଅପରିବର୍ତ୍ତିତ ରଖିବାକୁ କମିଟି ନିଷ୍ପତ୍ତି ନେଇଛି। ଅଭିବୃଦ୍ଧିର ପୁନରୁଦ୍ଧାର ସହିତ ତାହାକୁ ବଜାୟ ରଖାଯିବା ଏବଂ କୋଭିଡ୍-19 ଜନିତ ପରିସ୍ଥିତିର ମୁକାବିଲା କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନମ୍ବର 13 ମଙ୍ଗଳ ଗ୍ରହରେ ରହିଛି ନଦୀ ପ୍ରବାହରୁ ସୃଷ୍ଟ ପ୍ରାଚୀନ ତ୍ରିକୋଣ ଭୂମି। କୋଟି କୋଟି ବର୍ଷ ପୂର୍ବେ ପାଣି କିଭଳି ମଙ୍ଗଳ ଗ୍ରହର ଭୂପୃଷ୍ଠ ନିର୍ମାଣରେ ସହାୟକ କରିଛି ତାହା ନାସାର ରୋଭର ପଠାଇଥିବା ଫଟୋରୁ ଜଣାପଡ଼ିଛି। ସେଠାରେ ଆଦିମ ଜୀବନ ଥିବାର ପ୍ରମାଣ ଖୋଜିବାର ସୂତ୍ର ଜଳ ଦ୍ୱାରା ଗଠିତ ଏହି ଭୂପୃଷ୍ଠ ଯୋଗାଇ ଦେଇପାରିବ ବୋଲି ଆଶା କରାଯାଉଛି। ଫେବୃଆରୀ ମାସରେ ନାସାର ପର୍ସିଭେରେନ୍ସ ରୋଭର ମଙ୍ଗଳ ଗ୍ରହରେ ଥିବା ଜେଜିରୋ କ୍ରେଟର ନାମକ ଗହ୍ୱରରେ ଅବତରଣ କରିଥିଲା। ଦୀର୍ଘ ଦିନରୁ ବିଲୁପ୍ତ ହୋଇଯାଇଥିବା ଗୋଟିଏ ନଦୀ ସେ ଗହ୍ୱରରୁ ଜଳ ଯୋଗାଇ ଦେବା ଦ୍ୱାରା ହ୍ରଦ ପାଲଟି ଯାଇଥିଲା ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଜଳ ପ୍ରବାହରେ ଆସୁଥିବା ମୃତ୍ତିକା ଜମା ହୋଇ ସେଠାରେ ପଙ୍ଖା ଆକୃତିର ତ୍ରିକୋଣ ଭୂମି ସୃଷ୍ଟି କରିଥିବା ପରି ମହାକାଶରୁ ଦୃଶ୍ୟମାନ ହେଉଛି। ପର୍ସିଭେରେନ୍ସ ଉଠାଇଥିବା ସ୍ତମ୍ଭାକୃତି ସ୍ଥିରୀକୃତ ମୃତ୍ତିକା ସବୁ ଏକଦା ଏହି ତ୍ରିକୋଣ ଭୂମି ଅଞ୍ଚଳର କୂଳ ବା ବନ୍ଧ ଭଳି ଥିଲା ବୋଲି ବୈଜ୍ଞାନିକମାନେ କହୁଛନ୍ତି। ନମ୍ବର 14 ଆମେରିକା, ବ୍ରିଟେନ୍, କାନାଡ଼ା ଓ EU ପ୍ରତିନିଧିଙ୍କ ସହିତ ତାଲିବାନର ବୈଠକ। ଆମେରିକା, ବ୍ରିଟେନ୍, କାନାଡ଼ା ଏବଂ ୟୁରୋପୀୟ ସଂଘ ରାଷ୍ଟ୍ରସମୂହର ରାଷ୍ଟ୍ରଦୂତ ଏବଂ କୂଟନୈତିକ ଅଧିକାରୀମାନଙ୍କ ସହିତ ତାଲିବାନ ଦୋହାଠାରେ ଏକ ବୈଠକରେ ମିଳିତ ହୋଇଥିବା ଦାବି କରିଛନ୍ତି ତାଲିବାନ ମୁଖପାତ୍ର ସୁହେଲ ଶାହିନ୍। ସୁହେଲ କହିଛନ୍ତି ଯେ ଆଉ କିଛି ରାଷ୍ଟ୍ରର ପ୍ରତିନିଧିଙ୍କୁ ମଧ୍ୟ ଭେଟିଛନ୍ତି ଏବଂ ଆଫଗାନିସ୍ତାନକୁ ଏକଘରିଆ ହେବା ପରିସ୍ଥିତିରୁ ରକ୍ଷା କରିବାକୁ ଉକ୍ତ ରାଷ୍ଟ୍ରରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଜାରି ରଖିବାକୁ ସୁହେଲ ଏହି ବୈଠକରେ ଯୋଗ ଦେଇଛନ୍ତି। ନମ୍ବର 15 ରାଜ୍ୟରେ ଚିହ୍ନଟ ହେଲେ 524 ନୂଆ କୋଭିଡ୍ ସଂକ୍ରମିତ। ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ 524 ଜଣ ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରେ 6, ବାଲେଶ୍ୱରରେ 20, ଭଦ୍ରକରୁ 3, ବଲାଙ୍ଗୀରରୁ 1, କଟକରେ 75, ଦେବଗଡ଼ରେ 2, ଢେଙ୍କାନାଳରୁ 1, ଗଞ୍ଜାମରୁ 3, ଜଗତସିଂହପୁରରୁ 15, ଯାଜପୁରରୁ 14, କଳାହାଣ୍ଡିରେ 1, କେନ୍ଦ୍ରାପଡ଼ାରୁ 7, କେଉଁଝରରୁ 3, ଖୋର୍ଦ୍ଧାରୁ 250, କୋରାପୁଟରୁ 3, ମାଲକାନଗିରିରୁ 1, ମୟୂରଭଞ୍ଜରେ 22, ନୟାଗଡ଼ରେ 3, ନୂଆପଡ଼ାରୁ 1, ପୁରୀରୁ 13, ରାୟଗଡ଼ରୁ 2, ସମ୍ବଲପୁରରୁ 8, ସୁନ୍ଦରଗଡ଼ରୁ 11 ଏବଂ ଷ୍ଟେଟପୁଲରୁ 58 ଜଣ ଚିହ୍ନଟ ହୋଇଛନ୍ତି। ଦେଶରେ ଗତ 24 ଘଣ୍ଟା ମଧ୍ୟରେ 21,257 ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ନମ୍ବର 16 ଆଶିଷ ମିଶ୍ରାଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇନି, ପଚାରିଲେ ସୁପ୍ରିମକୋର୍ଟ। ଲକ୍ଷ୍ମୀପୁର କ୍ଷେରି ଘଟଣାରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପରେ ସନ୍ତୁଷ୍ଟ ହୋଇନଥିବା କଥା କାଲି ଲକ୍ଷ୍ମୀପୁର ହିଂସାକାଣ୍ଡ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି। ଆଶିଷ ମିଶ୍ରାଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ମଧ୍ୟ ଅଦାଲତ ପଚାରିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ୍ ହରିଶ ସାଲଭେ ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଗ୍ରହଣ କରାଯାଇଥିବା ପଦକ୍ଷେପ ସକାରାନ୍ତରେ ସେ ଉତ୍ତରପ୍ରଦେଶ ସରକାରଙ୍କ ସହ ଯୋଗାଯୋଗ କରିବେ।
करिवे। सुप्रीमकोर्ट पुणी अक्टोबर 20 तारिख दिन ए मामलार शुणाणी करिवे बोली दिन धार्य करिसंती। एहा छडा एही मामलार तदंत पई विकल्प उपाय खोजिबा एवं प्रमाण संरक्षित रखिबाकू राज्यर सर्वोच्च अधिकारी मानक सह जोगाजोग कराजिबो बोली मध्य सुप्रीमकोर्ट कहिसंती। नंबर 17 सौम्यଙ୍କ मृत्यु एक दुर्घटना कहिला क्राइमब्रांच। पारडाखेमुंडी एससीएफ सौम्यरंजन मृत्यु मामलें क्राइमब्रांचर बड़ खुलासा करिसंती क्राइमब्रांच एडीजी संजीव पंडा। सौम्यଙ୍କ मृत्यु डीएफओ संग्राम केसरी बेहेरा और मनमत कुंभंगु क्लीनचिट देइछंती। एही घटनार पत्नी विद्याभारती को दायी कर जाइछि। विद्या सौम्यरंजन वैवाहिक संपर्क भल नथिला। सौम्यଙ୍କ निया लिभेइबाकू यथापूर्वक चेष्टा करि नथिले विद्या। स्वामी को बंचाइबाकू उपयुक्त पदक्षेप नै नथिले कि तांको उद्धार करिबाकू काहाकू डाकि नथिले बोली क्राइमब्रांच एडीजी कहिसंती। काली गणमाध्यम को सूचना देई क्राइमब्रांच एडीजी कहिसंती जे विद्याभारती सौम्यरंजन दाम्पत्य जीवन भल नथिला। पॉलीग्राफ टेस्ट रे विद्या मिछ कहिथिबा जणा पड़िछि। सौम्यଙ୍କ देहरे निया लागिबा परे लिभेइबाकू यथासाध्य चेष्टा करि नथिले विद्याभारती। विद्याभारती साहाय्य पई संगे संगे अन्य काहारी को डाकि नथिले। तदंत सरिबा परे विद्याଙ୍କ विरोध रे आईपीसी धारा 285 304 ए दफारे चार्जसीट दाखल होईछि। नंबर 18 जेल रे रहिबे आर्यन जामिन आवेदन खारज। काली शाहरुख खान पुओ आर्यन खान जामिन आवेदन खारज करिसंती मुंबईर एस्प्लानेट कोर्ट। आर्यन सह गिरफ होइतिबा अन्य अभियुक्त मध्य जेल रे रहिबे बोली जणा पड़िछि। आर्यन खान वर्तमान मुंबईर आर्थर रोड जेल रे एनसीबी हेफाजत रे रहिबे। उल्लेखयोग्य काली जामिन आवेदन शुणाणी प्रक्रियार अंशविशेष भावे आर्यन खान एवं अन्य माननकु डाक्तरी परीक्षा पई जेजे हॉस्पिटल को निया जाइथिला। जामिन आवेदन शुणाणी शेष हेबा पर्यंत अपेक्षा न करी डाक्तरी परीक्षा परे सेमाननको रोड जेल को नेबा पई एनसीबी निष्पत्ति नैथिला। अनेक तर्क वितर्क परे भी आर्यन वकील तांको जामिन देबारे विफल होइछंती। नंबर 19 देसी बंदूक तैयारी कारखाना ठाब मालिक गिरफ। देसी बंदूक तैयारी कारखाना ठाब ढेंकानाल जिला परजंग थाना महाबीरोड फांडी अंतर्गत बामगाँ भुटुभुटी साहिर एक देसी बंदूक कारखाना ठाब करिछि परजंग पुलिस। कारखानार मालिक मुंगुडू महाराणा को गिरफ करने सह बंदूक तैयारी सामग्री जबत कर जाइछि। दीर्घ दिन एवं मुंगुडू निज घर बाड़ी रे ए देसी बंदूक गुड़िक तैयारी करुथिले। विशेष सूत्ररू खबर पाई गतकाली विलंबित राति रे परजंग पुलिस और महाबीरोड फांडी अधिकारी मिलित उद्यम चढ़ऊ कर जाइथिला। चढ़ऊ बेले देसी बंदूक मध्य जबत करिछि पुलिस। नंबर 20 नवरंगपुर खोलिबो अत्याधुनिक प्रेक्षालय। दीर्घ दिनर अपेक्षा पर नवरंगपुर जिला सदर महकुमा ठारे एक अत्याधुनिक प्रेक्षालय निर्माणर बाट खोलिछि। राज्य सरकार निर्देश क्रमे नवरंगपुर जिलापाल डॉक्टर अजित कुमार मिश्र निर्वाही जंत्री रास्ता एवं गृह निर्माण नवरंगपुर द्वारा प्रस्तुत 10 कोटी टंकार एक एस्टिमेट राज्य सरकार निकट को प्रेरण करिसंती। प्रकाश थाउ कि 1964 मसीह तत्कालीन ओडिशार मुख्यमंत्री नवरंगपुर माटीर गर्व एवं गौरव स्वर्गत डॉक्टर सदाशिव त्रिपाठी उद्यम नवरंगपुर सहरर मध्यस्थली रे शास्त्री भवन निर्माण और शुभोद्घाटन होइथिला। वर्तमान ता जराजीर्ण अवस्था पड़ी रही। नंबर 21 एसटीएफ हाथ में धरा पड़े 2 बज्रकप्ता बेपारी। पुणी एसटीएफ क्राइमब्रांच हाथ में धरा पड़ी बज्रकप्ता बेपारी। खोर्धा जिला गुरुजंगा पितापल्ली रास्तारू 2 जण वन्यजंतु चोराचालाणकारी को गिरफ करिछि। अभियुक्त 2 जण हेउछंती कଳାହାଣ୍ଡିର कैलाश खोसला और नवरंगपुर चैतन्य भत्रा। पितापल्ली छक निकट में बिक्री पर डिल चलता बेले माड़ी बसिला एसटीएफ। रास्ता कड़े कार भितर चलता बज्रकप्ता डिल। एसटीएफ सेमानक निकटरू एक कार एवं अन्य अपराध सामग्री जबत करिछि। नंबर 22 विदेश माटी रे ओडिया पुओ एहसास होतांक कमाल। विदेश माटी रे कमाल देखिले ओडिया पुओ। G1 ओपन इंटरनेशनल ताइकोंडो चैंपियनशिप ब्रोंज पदक हातेई सुवर्णपुर माटी में गौरव आनिछंती एहसास होता। यूरोप आल्बानियार तिरोनारे गत 1 ରୁ 5 तारिख पर्यंत अनुष्ठित होइतिला G1 ओपन इंटरनेशनल चैंपियनशिप। एथिरे भारतर 13 जणिया टीम जोग देइथिले। सेठारे भारतीय दल गोटे मात्र ब्रोंज पदक जिणिथिया बेले ताहा जाइथिला एहसास हातकू। नंबर 23 अरुणाचल प्रदेश रे भारत चीन सैनिक मुहांमुही। लद्दाख पर एवं अरुणाचल प्रदेश सीमार भारतीय सेना सह मुहांमुही होइछि। एलएसी रे 2 देशर सैन्य सामना सामनी होइछंती। अरुणाचल प्रदेशर एंगस्ते अंतर्गत तावांग सेक्टर में यह घटना घटीथिला। चीन प्राय 200 सैन्य अधिकृत बंकर नष्ट करने को उद्यम करुथिले। सेमानक मध्यरु केते जनकु भारतीय जवान अटक रखिथिले। अभियोग होइछि चीन सैन्य एलएसी रे पार करी भारतीय सीमार प्रवेश उद्यम करुथिले। एहाकु नै बेस किछि समय सीमार उत्तेजना परिस्थिति सृष्टि होइथिला। शेषरे 2 देशर कमांडर समस्यार समाधान करिथिले। गत सप्ताह मुहांमुही परिस्थिति सृष्टि होइथिला। एबे शांति बजाय रहिछि।
नंबर 24 अफगानिस्तान कुंदुज मस्जिद रे विस्फोरण 50 मृत। अफगानिस्तान कुंदुजर एक मस्जिद रे शुक्रवार अपराह्न रे सामूहिक नमाज पाठ चलता बेले घटी भयंकर विस्फोरण। यह विस्फोरण में अतिकम 50 जनकर मृत्यु घटी बेले शताधिक आहत होता प्राथमिक रिपोर्टरू जमापड़ी। कुंदुजर उत्तर में एक मस्जिद उपर एक बड़ धरणर विस्फोरण घटी। हस्पिटाल सूत्र अनुଯାयी अफगानिस्तान कुंदुज सहर में यह मस्जिद रे शुक्रवार प्रार्थना समय यह विस्फोरण एक सिया मस्जिद रे घटी। सेंट्रल हस्पिटाल जड़े डाक्तर निजर नाम गोपन रखी कहते जे वर्तमान पर्यंत आम 45टी मृतदेह पाइछु एवं आम डाक्तखाना 80 अधिक आहत लोक चिकित्सित होती। अन्य एक हस्पिटाल अति कम 15 जनकर मृतदेह मिलिथिबा अन्य एक सूत्ररू प्रकाश। यह विस्फोरण घटना जड़े विदेशी नागरिकंकर मध्य मृत्यु घटी जानिबाकु मिलिछि। नंबर 25 साप गवेषण ओडिया पुओ 4 नुआ प्रजातिर पीट भाइपर आविष्कृत। साप गवेषण ओडिया पुओ आगरे 4 प्रजातिर नुआ पीट भाइपर साप आविष्कृत करिसंती केन्द्रापड़ा जिला डेराबीज डिग्री कॉलेजर जूलोजी अध्यापक डॉक्टर अशोक मल्लिक। से इंडियन इंस्टीट्यूट ऑफ साइंस रे पीएचडी करुवा बेले गोटे पेपर में 4टी नुआ प्रजातिर पीट भाइपर साप आविष्कार करिसंती। एही पीट भाइपर साप गुड़िक साधारणतः दक्षिण भारत में देखा मिलती। अशोक 2008 मसीह सापंक उपर गवेषणा आरंभ करथिले। दीर्घ 8 वर्ष गवेषणा पर खाली पीट भाइपर आविष्कृत करिसंती ताहा नुहे सीडोसेफालस जेनस को मध्य मान्यता मिलिला। नंबर 26 पुणी थे शिक्षा क्षेत्र को फेरिबे मुख्य अर्थनैतिक परामर्शदाता केवी सुब्रमण्यम। देशर मुख्य अर्थनैतिक परामर्शदाता केवी सुब्रमण्यम काली कहिसंती जे से आउथरे शिक्षा क्षेत्र को फेरी जीवा पई निष्पत्ति नेइसंती। से कहिसंती अर्थनैतिक परामर्शदाता भावे मोर कार्यकाल पूर्ण हेबा परे मु एकाडेमी को फेरिबाको निष्पत्ति नेइछि। उल्लेखयोग्य मुख्य अर्थनैतिक परामर्शदाता भावे केवी सुब्रमण्यमंकर 3 वर्षर कार्यकाल आसंता मासरे शेष हेबो। नंबर 27 दुनिया रे सबुठारु बड़ एही व्यक्ति नाक। तुर्की रे रहुथिबा 71 वर्षीय मेहमेट ओक्यूरेकंक नाक दुनियार सबुठारु बड़ नाक एवं यह लगातार भावे लंबिबारे लागिछि। मेहमेटंक नाक प्राय 3.5 इंच अर्थात 8.8 सेंटीमीटर लंब। प्राय 100 वर्ष पूर्व गिनीज वर्ल्ड रेकर्ड पक्षरु तांकु सबुठारु लंबा नाक थिबा व्यक्ति आख्या दिया जाइथिला। वर्तमान कंपनी एते वर्ष परे पुणी थरे घोषणा करिछि जे मेहमेटंक नाक दुनियार सबुठु लंबा। रिपोर्ट मुताबक वर्तमान दुनिया रे कोनोसी जीवंत व्यक्तिंकर एते बड़ नाक नाही। नंबर 28 कोर्ट परिसर रे असुस्थ हेले विधायक प्रशांत जगदेव। विधायक प्रशांत जगदेवंक जमीन आवेदन खारज परे खोर्धा कोर्ट परिसर रे से असुस्थ होई पड़िछंती। तांको खोर्धा हॉस्पिटल रे भर्ती करा जाइछि। काली खोर्धा कोर्ट रे आत्मसमर्पण करथिले चिलिका विधायक प्रशांत जगदेव। तांको बेल मिलिलानी, से जेल जीवे। तांको नारे लागिछि आईन अपराधर संगीन दफा। बालुंगा मंडल बीजेपी सभापति निरंजन सेठी को आक्रमण अभियोग मामला रे विधायकों को गिरफ दाबी रे बालुंगा थाना सामने शताधिक बीजेपी कर्मी धारणा देइथिले। निरंजन अभियोग को भित्ति करी पुलिस विधायक प्रशांत जगदेव विरोध में मामला रुजु करिथिला। एही घटना रे वीडियो भाइराल हेबा परे प्रशांत को बीजेडी रो निलंबन करा जाइथिला। नंबर 29 शेष बॉल रे छक्का मारी आरसीबी को जितेइले भारत। आईपीएल 56तम तथा शेष लीग मैच रे रोमांचकर विजय हासिल करिछि रॉयल चैलेंजर्स बेंगलुरु। शेष बॉल रे जितिबाकू 5 रन दरकार थिबा बेले श्रीकर भरत अवेश खान को छक्का मारी दल को स्मरणीय विजय दैछंती। विजय सह आरसीबी निजर प्ले ऑफ अभियान शेष करिछि। प्रथमे बैटिंग करी दिल्ली कैपिटल्स 5 विकेट हरै 164 रन करिथिला। जवाब रे श्रीकर भरतंक पराजित 78 एवं ग्लेन मैक्सवेलंक पराजित 51 रन दम रे बेंगलुरु 3 विकेट हरै शेष बॉल रे विजय हासिल करिछि। नंबर 30 आईपीएल 42 रन रे हैदराबाद को हरैला मुंबई। आबुधाबीर शेख जायद स्टेडियम रे खेला जाइतिबा आईपीएल 2021 रो 55तम मैच रे मुंबई इंडियंस सनराइजर्स हैदराबाद को 42 रन रे परास्त करिथिले हैं। चलित टूर्नामेंट रे प्ले ऑफ दौड़रू बाद पड़िछि। प्रथमे बैटिंग करी निर्धारित 20 ओवर रे 9 विकेट हरै 235 रन करिथिला मुंबई इंडियंस। यार जवाब रे लढुआ खेल प्रदर्शन करी हैदराबाद 8 विकेट हरै 193 रन करिथिला। फଳରେ मात्र 42 रन रे विजय हासिल करिथिला मुंबई। भिडियोटी को संपूर्ण देखिथिबारु बहुत बहुत धन्यवाद।